ଯେତେବେଳେ ସେ ଭିଡ଼ିଓ ଭାଇରାଲ ହେଲା ମୋ ପାଖକୁ ଆସିଲା ସାଙ୍ଗେ ସାଙ୍ଗେ ଆମେ ଡବ୍ଲ୍ୟୁକୁ ପଠାଇଥିଲୁ। ଡବ୍ଲ୍ୟୁ ଯାଇକି ତଦନ୍ତ କଲା ପରେ ଏଚ୍ଏମ୍କୁ କୁହାହେଇଥିଲା ସେ ଯେଉଁ ଏଲିଜ୍ଡ ପିଲା ଯିଏ ଥିଲା 10ମ ଶ୍ରେଣୀର ଛାତ୍ର ତା ନାଁରେ ଏଫଆଇଆର୍ ଦିଆଗଲା। ଆଉ ତାକୁ ଯେଉଁମାନେ ସହଯୋଗୀ ଥିଲେ ତାଙ୍କୁ ଯେଉଁମାନେ ସପୋର୍ଟ କରିଥିଲେ ତାଙ୍କ ନାଁରେ ମଧ୍ୟ ଏଫଆଇଆର୍ ଲଜ୍ ହେଇଛି। ତେଣୁ ଆମେ ସାଙ୍ଗେ ସାଙ୍ଗେ ଜିଲ୍ଲାପାଳ ଓ ବିଭାଗକୁ ମଧ୍ୟ ଅବଗତ କରେଇଥିଲୁ। ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୁଁ ମଧ୍ୟ ସନ୍ଧ୍ୟାରେ ଯାଇଥିଲି ଆଉ ପିଲାଙ୍କୁ କାଉନସିଲିଂ କରିଥିଲି। ଯେଉଁ ପିଲାମାନେ ମାଡ଼ ଖାଇଥିଲେ ଆଉ ଯେଉଁମାନେ ଯିଏ ଅଭିଯୋଗକାରୀ ତାକୁ ଆମେ ପଠାଇ ଦେଇଥିଲୁ ଆଙ୍କ ସୁରକ୍ଷା ପାଇଁ। ତାକୁ ହଷ୍ଟେଲରୁ ମଧ୍ୟ ଏକ୍ସପେଲ୍ କରାହେଇଯାଇଛି। ଆଉ କଲେକ୍ଟର ସାର୍ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମେ ଗତକାଲିଠାରୁ ଏସ୍ପି ସାର୍ଙ୍କୁ ମଧ୍ୟ ଜଣାଇଥିଲା। ଏସ୍ପି ସାର୍ ମଧ୍ୟ ଆମର ପୋଲିସ ଚାନ୍ଦିଲି ଥାନା ଆଇଆଇସିଙ୍କୁ ତୁରନ୍ତ ପଠାଇଥିଲେ ସେ ସ୍ଥାନକୁ। ଆଉ ଆଜି ମଧ୍ୟ ବିଡ଼ିଓ ମ୍ୟାଡ଼ାମ୍ କୋଲନରା ବିଡ଼ିଓ ଡବ୍ଲ୍ୟୁ ସବୁ ଯାଇକରି ତଦନ୍ତ କରିଛନ୍ତି। ପିଲାମାନଙ୍କୁ ବାରମ୍ବାର କାଉନସିଲିଂ କରାଯାଇଛି। ଆଉ ଡିସିପିଓ ମଧ୍ୟ ରାତିରେ ଭିଜିଟ୍ କରିଥିଲେ। ଆଉ ଯେଉଁ ପିଲାମାନେ ଅଛନ୍ତି ତାଙ୍କୁ ଆଉ ତାଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ଆମେ ଆଶ୍ୱସ୍ତ କରୁଛୁ ଯେ ଆସନ୍ତା ଦିନରେ ଏ ଘଟଣା ଘଟିବ ନାହିଁ। ତା ପୂର୍ବରୁ ମଧ୍ୟ ଏ ପିଲାଟି ନାଁରେ ଅଭିଯୋଗ ଆସିଥିଲା ଆଉ ତାକୁ ହଷ୍ଟେଲରୁ ପଠାଯାଇଥିଲା, ପ୍ୟାରେଣ୍ଟସ୍କୁ ଜଣାଇଥିଲା। ପୁଣି ପ୍ୟାରେଣ୍ଟସ୍ଙ୍କ ରିକ୍ୱେଷ୍ଟରେ ତାକୁ ରଖାଯାଇଥିଲା। ବାରମ୍ବାର ଟିଚର୍ମାନେ ସେଠି ଥିବା କାର୍ଯ୍ୟରତ କର୍ମଚାରୀ ମଧ୍ୟ ସମସ୍ତେ କାଉନସିଲିଂ କରିଛନ୍ତି। ଆଉ ସେ ବାରମ୍ବାର ତାର ମିସକଣ୍ଡକ୍ଟ ଆମକୁ ନଜରରେ ଆସିବାରୁ ତାକୁ ହଷ୍ଟେଲରୁ ବିତାଡ଼ିତ କରାଯାଇଛି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ରବିବାର ରାତିରେ ପିଟିଛନ୍ତି। ଆଚ୍ଛା, ତମକୁ ଗୋଟେ ଦିନ ପିଟୁଛନ୍ତି ନା ସବୁଦିନ ଅତ୍ୟାଚାର ଏମିତି କରୁଛନ୍ତି? ଆଚ୍ଛା, କୋଉ କାରଣ ଦେଇକି ତମକୁ ମାରୁଛନ୍ତି ସବୁବେଳେ? କି ଏଇ ଭୁଲ ତମେ କରିଛ ବୋଲି ଆମେ ତମକୁ ମାରୁଛୁ ବୋଲି? ଡ୍ରେସ୍ ସଫା କରିଦଉନୁ ଆଉ କଣ କରୁଛନ୍ତି ତମକୁ? ଖାଇବା ଥାଳି। ତ ଏଇଠି ଯୋଉ ୱାର୍ଡେନ ରହୁଛନ୍ତି ତାଙ୍କୁ କିଛି ମାନେ ଆକ୍ସନ ନଉନାହାନ୍ତି ତା ବିଷୟରେ?